ଖରାଦିନ ଆସିଲେ ପଖାଳ ଖାଇବାକୁ ଯେଉଁ ମନ ଥିଲା ତାକୁ ଟ୍ରେଣ୍ଡିଂ କରିବାକୁ ଯାଇକି ଡେଲି ହେଲା ପଖାଳ ବି ଖିଆ ହେଉଛି। ମୁଁ ସବୁବେଳେ କୁହେ ଓଡ଼ିଆ ପଖାଳ ଭାରି ବଢ଼ିଆ। ପଖାଳ ସାଙ୍ଗରେ ଆଜି କ'ଣ ନା ଆଳୁ ଭର୍ତ୍ତା। କେମିତି କରିବେ? ପ୍ଲେନ୍ ଆଳୁଟାକୁ ସିଝେଇ ଦେବେ, ତା ଦେହରେ ପିଆଜ ଟିକିଏ, କଞ୍ଚା ଲଙ୍କା ଟିକିଏ, ସୋରିଷ ତେଲ ଆଉ କିଛି ପକାଇବେନି, ଏତିକି ପକାଇ ଦଳିକି ଖାଇବେ, କେତେ ଟେଷ୍ଟ। ଏଇଟା ଗୋଟେ ନୂଆ ଆଇଟମ୍ କ'ଣ ଦେଖନ୍ତୁ। ପୋଟଳଟାକୁ ଆପଣ ହାଲକା ଟିକେ ତେଲରେ ଭାଜିଦେବେ, ଭାଜି ଦେଇକି ରଖିଦେଇଥିବେ। ପୋଟଳଟାକୁ ଭାଜି ଦେଇକି ରଖିଦେଲା ପରେ ସୋରିଷ ତେଲ, ରସୁଣ, କଞ୍ଚା ଲଙ୍କା ପକାଇ ଦଳିକି ଖାଇବେ, ଆପଣମାନେ କହିବେ କେମିତି ଲାଗୁଛି। ତା ସାଙ୍ଗେ ମୋର ଫେଭରାଇଟ୍, ଆପଣମାନଙ୍କର କାହାର ଫେଭରାଇଟ୍ ଜଣାଇବେ। କଳମ ଶାଗ ରସୁଣ ପକାଇକି ଫୁଟା ହେଇଛି। କଳମ ଶାଗ ମୋର ଭେରି ଫେଭରାଇଟ୍। ଖରାଦିନ ଆସିଲା ମାନେ ଆମ୍ବ, କାହିଁକିନା ସିଜନାଲ୍ ଫ୍ରୁଟ୍ସ ଖାଇଲା ମାନେ ଆମ ବଡି ପାଇଁ ବହୁତ ଭଲ। ତେଣୁ ପଖାଳ ସାଙ୍ଗରେ ସିଜନାଲ୍ ଫ୍ରୁଟ୍ସ, ପଖାଳ ଭାରି ବଢ଼ିଆ। ଥରେ ଖାଇଲେ ମନ ମୋହିଲା।